ମାନେ ଆନ୍ଧ୍ରପ୍ରଦେଶ ଯାଇକି ସେଠାର ଫୁଡ୍ ମାନେ ସେଠିକାର ଫୁଡ୍ କ'ଣ ଆମ ଦୋସା ଇଡଲି ଏ ଯାକ ଠିକ୍ ଅଛି ବଡ଼ା ଏସବୁ ଫେମସ୍। ୱେଲକମ୍ ଆଉ ଗୋଟେ ଲଙ୍ଗ୍ ଭିଡ଼ିଓରେ। ଆଇ ହୋପ୍ ଆପଣମାନେ ସମସ୍ତେ ବହୁତ ଭଲ ଥିବେ ଏବଂ ସମସ୍ତେ ବହୁତ ସୁସ୍ଥରେ ଥିବେ। ତ ଆଜିର ଭିଡ଼ିଓଟା ବହୁତ ଇମ୍ପୋର୍ଟାଣ୍ଟ। ଯେଉଁ ପିଲାମାନେ ଆନ୍ଧ୍ରରେ ଯାଇକି ନିଜର B.Ed କୋର୍ସ କମ୍ପ୍ଲିଟ୍ କରିବାକୁ ଚାହୁଁଛନ୍ତି ସମସ୍ତଙ୍କୁ 4ଟା ସେମିଷ୍ଟର ଯାଇକି ଆନ୍ଧ୍ରରେ ଦେବାକୁ ପଡ଼ିବ। ମାନେ ଯଦି 4ଟା ସେମିଷ୍ଟର ନ ଦେବେ ଆପଣଙ୍କୁ B.Ed କମ୍ପ୍ଲିଟ୍ ହେଇପାରିବନି। ତ ଯେହେତୁ ଆପଣମାନେ ଆନ୍ଧ୍ରରେ ଯାଇକି ନିଜର ଏକ୍ଜାମ୍ ଦେବେ ତ ସେଇଠି ଗଲେ ମେନ୍ ହେଉଛି ଆମର ଖାଦ୍ୟ, ମାନେ ଫୁଡ଼୍ଟା ହେଉଛି ମେନ୍। ୱିଦାଉଟ୍ ଫୁଡ଼୍ରେ ମଣିଷମାନଙ୍କୁ ବଞ୍ଚିବାଟା କଷ୍ଟ କି ନାହିଁ। ତ ଆଜିର ଭିଡ଼ିଓରେ ଆମେ କଥା ହେବା ଆନ୍ଧ୍ରପ୍ରଦେଶରେ କେମିତି ଫୁଡ଼୍ ମିଳେ, କେମିତି ମାନେ ଆମେ ଓଡ଼ିଶାର ଷ୍ଟୁଡେଣ୍ଟ ମାନେ ଆନ୍ଧ୍ରପ୍ରଦେଶ ଯାଇକି ସେଠାର ଫୁଡ଼୍ ମାନେ ସେଠିକାର ଫୁଡ଼୍ ଆମ ପାଇଁ ଯୋଗ୍ୟ ନା, ଆମେ ଖାଇପାରିବୁ କି ନାହିଁ ସେଇଟା ଉପରେ ଆଜି ଟିକେ ଡିଟେଲ୍ସରେ ଆଲୋଚନା କରିବା। ତ ମୋର ଅନୁରୋଧ ଆପଣମାନଙ୍କୁ ଭିଡ଼ିଓଟା ସ୍କିପ୍ କରନ୍ତୁ ନାହିଁ। ମୁଁ ମୋର 2ଟା ସେମିଷ୍ଟର ଏକ୍ସପିରିଏନ୍ସ ମାନଙ୍କ ସହିତ ଆଜିର ଭିଡ଼ିଓରେ ସେୟାର କରିବାକୁ ଯାଉଛି, ଠିକ୍ ଅଛି। ତ ଭିଡ଼ିଓଟା ପୁରା ଦେଖନ୍ତୁ, ଆପଣମାନଙ୍କୁ ନିଶ୍ଚିତ ଭାବରେ ହେଲ୍ପ ମିଳିବ ଆନ୍ଧ୍ରପ୍ରଦେଶ ଫୁଡ଼୍ ରିଲେଟେଡ୍, ଠିକ୍ ଅଛି। ତ ଗୋଟିଏ ରିକ୍ୱେଷ୍ଟ, ଭିଡ଼ିଓଟା ଆରମ୍ଭ କରିବା ମୋ ଚ୍ୟାନେଲରେ ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଭିଡ଼ିଓକୁ ଲାଇକ୍ କରିଦେବେ, ସେୟାର କରିଦେବେ, ଯାହାଫଳରେ ଆପଣଙ୍କ ସହିତ ଆପଣଙ୍କ ଫ୍ରେଣ୍ଡସ୍ ମାନେ ବି ଇନଫର୍ମେସନ୍ ପାଆନ୍ତୁ। ସମସ୍ତେ ଯେମିତି ଉପକୃତ ହୁଅନ୍ତୁ। ଚାଲନ୍ତୁ ବିନା କୌଣସି ଦେରିରେ ଭିଡ଼ିଓଟା ଷ୍ଟାର୍ଟ କରିବା। ସମସ୍ତେ ଭିଡ଼ିଓଟା ବିନା ସ୍କିପ୍ କରିକି ଦେଖିବେ, ଯାହାଫଳରେ ଆପଣଙ୍କୁ ସଠିକ୍ ଇନଫର୍ମେସନ୍ ମୁଁ ଦେବି, ଠିକ୍ ଅଛି। ଭିଡ଼ିଓଟା ହୁଏତ 10-15 ମିନିଟ୍ରେ ହେଇପାରେ, ତ ଭିଡ଼ିଓଟା ପୁରା ଦେଖନ୍ତୁ, ଠିକ୍ ଅଛି। ତ ଚାଲନ୍ତୁ ଷ୍ଟାର୍ଟ କରିବା। ତ ସାଙ୍ଗମାନେ ଫାର୍ଷ୍ଟ କଥା, ମୋତେ ଯିଏ ବି ଜାଣିନାହାନ୍ତି ମୁଁ ବି ଗୋଟେ ଆନ୍ଧ୍ରପ୍ରଦେଶର ଷ୍ଟୁଡେଣ୍ଟ, ମାନେ B.Ed ଷ୍ଟୁଡେଣ୍ଟ। ମୋର ବ୍ୟାଚ୍ 23-25। ମୁଁ ଆନ୍ଧ୍ର କେଶରୀରେ ନିଜର B.Ed କମ୍ପ୍ଲିଟ୍ କରୁଛି, ମାନେ କମ୍ପ୍ଲିଟ୍ କରିନାହିଁ, କମ୍ପ୍ଲିଟ୍ କରୁଛି, ମାନେ କଣ୍ଟିନ୍ୟୁରେ ଅଛି, ଠିକ୍ ଅଛି। ତ ମୋ ବିଷୟରେ ଯଦି ଆହୁରି କିଛି ଜାଣିବାକୁ ଚାହୁଁଛନ୍ତି ଦେନ୍ ଆଉ ପ୍ରିଭିୟସ୍ ଭିଡ଼ିଓରେ ମୁଁ ମୋ ନିଜ ମାଇସେଲ୍ଫ ମାନେ ମୋ ଉପରେ ପୁରା ଗୋଟେ ଭିଡ଼ିଓ ବନେଇଛି, ଯାଇକି ଦେଖିପାରିବେ, ଠିକ୍ ଅଛି। ତ ଆଜିର ଭିଡ଼ିଓରେ ମୁଁ 5ଟା ପଏଣ୍ଟ ଲେଖିଛି, ବୁଝିଲା। ଆନ୍ଧ୍ରପ୍ରଦେଶ ଫୁଡ଼୍ ରିଲେଟେଡ୍ ମୁଁ 5ଟା ପଏଣ୍ଟ ଲେଖିଛି। ସେ 5ଟା ପଏଣ୍ଟ ଉପରେ ପୁରା ଡିଟେଲ୍ସରେ ଆଲୋଚନା କରିବା, ଠିକ୍ ଅଛି। ତ ଆଜିର ଭିଡ଼ିଓଟା ଯଦି ଆପଣ ଦେଖୁଛନ୍ତି ଦେନ୍ ଆପଣଙ୍କୁ ଆନ୍ଧ୍ରପ୍ରଦେଶ ଫୁଡ଼୍ ରିଲେଟେଡ୍ ଯେତେ ସବୁ ଡାଉଟ୍ ଥିବ ଆପଣଙ୍କୁ ସବୁ କ୍ଲିୟର, ମାନେ ମୋର ଆଶା ଆପଣଙ୍କୁ ସବୁ କ୍ଲିୟର ହେଇଯିବ, ଠିକ୍ ଅଛି। ତ ବେଶୀ ଲେଟ୍ କରିବା ନାହିଁ, ଚାଲନ୍ତୁ ଫାର୍ଷ୍ଟ ଟପିକ୍ ମାନେ ଫାର୍ଷ୍ଟ କ୍ୱେଶ୍ଚିନ୍ ଡିସ୍କସନ୍ କରିବା। ମାନେ ଫାର୍ଷ୍ଟ ଟପିକ୍ଟା ମାନେ ହଟ୍ ଟାଇପ୍ ଅଫ୍ ଫୁଡ଼୍। ଆନ୍ଧ୍ରପ୍ରଦେଶରେ ମାନେ କେମିତି ଫୁଡ଼୍ ମିଳେ, ଆନ୍ଧ୍ରପ୍ରଦେଶରେ କେମିତି ଖାଦ୍ୟ ମିଳେ, ବୁଝିଲା। ତ ଫାର୍ଷ୍ଟ ପ୍ରଶ୍ନର ଉତ୍ତର ହେଉଛି ଆନ୍ଧ୍ରପ୍ରଦେଶରେ ଖାଦ୍ୟ ହେଉଛି ବହୁତ ଭଲ ମିଳେ, ଠିକ୍ ଅଛି। ମାନେ ତାଙ୍କର ପରିବେଶଟା ଏତେ ପରିଷ୍କାର, ଆପଣ ଦେଖିଲେ ମାନେ ଆପଣଙ୍କୁ ପସନ୍ଦ ହେବ। ମାନେ ମୁଁ ତ ସବୁ ଜାଗାରେ ଯାଇନି, ଆମର ହେଉଛି ପ୍ରକାଶମ ଡିଷ୍ଟ୍ରିକ୍ଟ ଦର୍ଶୀରେ ଥିଲା ଆମର ସେଣ୍ଟରଟା, ମାନେ ଆମର କଲେଜଟା ୱିଥ୍ ଆମର ଏକ୍ଜାମ୍ ସେଣ୍ଟର। ତ ଆମେ ଦର୍ଶୀ କଥା କହୁଛୁ, ମାନେ ଏତେ ପରିଷ୍କାର ଥିଲା, ଟାଉନଟା ଏତେ ମାନେ ବଡ଼। ଆମର ମାଲକାନଗିରି ହୋମ୍ ଟାଉନ୍ ଯେତେ ବଡ଼ ନୁହଁ, ତା ଦର୍ଶୀ ତାଠୁ ବଡ଼, ମାନେ ଆମର ଜୟପୁର କୋରାପୁଟ ଏ ଟାଇପ୍ର ସେଇଟା ମାନେ ସିଟିଟା, ବୁଝିଲା। ତ ସେଇଠି ଆପଣଙ୍କୁ ଖାଇବାର କିଛି ମାନେ ଯିଏ ବି ଦର୍ଶୀ ପ୍ରକାଶମ ଡିଷ୍ଟ୍ରିକ୍ଟ ଅଙ୍ଗଲ ଆଡ଼କୁ ଯିବେ, ଠିକ୍ ଅଛି, ସେଇଠି ଖାଇବା ସବୁ ଟାଇପ୍ର ଖାଇବା ମିଳିବ। ଆମର ଓଡ଼ିଶାରେ ଯେମିତି ଚାଇନିଜ୍ ମାନେ ମିଳେ କି ନାହିଁ, ସେ ଟାଇପ୍ର ଖାଦ୍ୟ ସେପଟେ ବି ଆଭେଲେବଲ୍ ଅଛି। ସେପଟେ ଆହୁରି ଟେଷ୍ଟି ତାଙ୍କେ ବନାଉଛନ୍ତି, ମାନେ ଯେମିତି ଆମେ ମାନେ ଯେମିତି ଖାଉଛୁ କି ନାହିଁ, ଯେମିତି ଚାଉମିନ୍ ଖାଉଛୁ, ତାପରେ ମଞ୍ଚୁରିଆନ୍, ତାପରେ ଫ୍ରାଏଡ଼୍ ରାଇସ୍, ଏ ଟାଇପ୍ର ଖାଦ୍ୟ ସବୁ ଆଭେଲେବଲ୍ ଅଛି, ବୁଝିହେଲା। ଯେଉଁ ସବୁ ମାନେ ମୁଁ କହିଲି ସେସବୁ ହେଉଛି ଫାଷ୍ଟ ଫୁଡ଼୍। କିନ୍ତୁ ଫାଷ୍ଟ ଫୁଡ଼୍ ତ ଆମ ପାଇଁ ନୁହଁ ନା, ମାନେ ଆମେ ସବୁବେଳେ ଫାଷ୍ଟ ଫୁଡ଼୍ ଖାଇକି ଏକ୍ଜାମ୍ ଦେବାକୁ ଗଲେ ଆମର ଏକ୍ଜାମ୍ ତ ଯିବ। ତ ସବୁବେଳେ ମାନେ ଖାଇବେ, ଆପଣଙ୍କୁ ମୁଁ ମନା କରୁନି ଯେ ଆପଣ ସେସବୁ ଖାଇବେନି, ଖାଇବେ। କିନ୍ତୁ ଯେତେବେଳେ ଆପଣ ଏକ୍ଜାମ୍ ଦେଇକି ଆସିବେ ମାନେ ଇଭିନିଂ ଟାଇମ୍ରେ, ସେତେବେଳେ ସ୍ନାକ୍ସ ମାନେ ଟିକେ ଏନ୍ଜୟମେଣ୍ଟ ହିସାବରେ ସେସବୁ ଖାଇଲେ ଅସୁବିଧା ନାହିଁ। କିନ୍ତୁ ଆପଣ ସେସବୁ ଯଦି ସବୁଦିନ ରିପିଟେଡ଼ଲି ଖାଉଛନ୍ତି ଦେନ୍ ଆପଣଙ୍କ ପେଟ ଖରାପ ହେବ, ଦେନ୍ ଆପଣଙ୍କୁ ଏକ୍ଜାମ୍ରେ ସେଇଟା ଇଫେକ୍ଟ ପକାଇବ, ଦେନ୍ ଆପଣଙ୍କୁ ଏକ୍ଜାମ୍ରେ ସେଇଟା ଡେଫିନେଟଲି ଇଫେକ୍ଟ ପକାଇବ, ବୁଝିହେଲା। ତ ଆପଣ ଡେଫିନେଟଲି ଚେଷ୍ଟା କରିବେ ସଦା ମାନେ ଦିନରେ ଗୋଟେ ଟାଇମ୍ ମାନେ ଭାତ ଡାଲି କିମ୍ବା ରାଇସ୍ ଖାଇବାକୁ, ଠିକ୍ ଅଛି। ତ ମୋ ସଜେସନ୍ ଆପଣ ସକାଳେ ବ୍ରେକଫାଷ୍ଟ କରିଦେବେ, ଦେନ୍ ଆଫ୍ଟରନୁନ୍ରେ ଭାତ ନହେଲେ ଡାଲି ସହିତ ଆଉ କ'ଣ କିଛି ମିଳିଯିବ, ମିଲ୍ସ ଯାହାକୁ କୁହାଯାଏ, ମିଲ୍ସ କରିବେ। ଦେନ୍ ଯଦି ଚାହୁଁଛନ୍ତି ଇଭିନିଂ ଟାଇମ୍ରେ ଏକ୍ଜାମ୍ ଦେଇକି ଆସିଲା ପରେ ରିଲାକ୍ସେସନ୍ ହେଇକି ଆପଣ ଚାଉମିନ୍ ଖାଆନ୍ତୁ, ମଞ୍ଚୁରିଆନ୍ ଖାଆନ୍ତୁ, ଫ୍ରାଏଡ଼୍ ରାଇସ୍ ଖାଆନ୍ତୁ, ବା ରୁଟି ଚିକେନ୍ ଯାହା ଖାଆନ୍ତୁ, ଠିକ୍ ଅଛି। ତ କ୍ଲିୟର୍ ହେଲା ହଟ୍ ଟାଇପ୍ ଅଫ୍ ଫୁଡ଼୍, ମାନେ ଫାର୍ଷ୍ଟ ପଏଣ୍ଟ ଏଇଟା ଆମର ଥିଲା, ଏଇଟା ମୁଁ ବୁଝେଇଲି। ତ ଆପଣଙ୍କୁ ଫାର୍ଷ୍ଟ ଆଉ ଥରେ କହୁଛି ରିପିଟଲି, ଆପଣଙ୍କୁ ମାନେ ଆନ୍ଧ୍ରପ୍ରଦେଶ ସବୁ ଟାଇପ୍ର ଖାଦ୍ୟ ମିଳିବ, କିନ୍ତୁ ବେଶୀ ଭାଗରେ ଆପଣଙ୍କୁ ଫାଷ୍ଟ ଫୁଡ଼୍ ବେଶୀ ମିଳୁଛି। ମାନେ ରାସ୍ତା କୋଣରେ ଆମର ଯେମିତି ମିଳୁଛି ସେପଟେ ବି ସେମିତି ମିଳୁଛି। ତ ଖାଆନ୍ତୁ, ଫାଷ୍ଟ ଫୁଡ଼୍ ଖାଆନ୍ତୁ, କିନ୍ତୁ ଗୋଟେ ଟାଇମ୍ ଆପଣଙ୍କୁ ମିଲ୍ସ ଖାଇବା ନିହାତି ଦରକାର, ବୁଝିହେଲା। ଦେନ୍ ସେକେଣ୍ଡ ପଏଣ୍ଟ ହେଉଛି ଅନ୍ ଟାଇମ୍, ମାନେ କେତେ ଆପଣ ଗୋଟେ ଥର ଖାଇବାକୁ ହେଲେ କେତେ ଖର୍ଚ୍ଚ ହୁଏ ନର୍ମାଲି। ତ ଦେଖନ୍ତୁ, ମାନେ ଆମେ କ'ଣ କରୁଥିଲୁ, ଆମଟା ଫାର୍ଷ୍ଟ କୁହନ୍ତୁ, ଦେନ୍ ଆପଣ ନିଜର ଆଇଡ଼ିଆ ମିଳିଯିବ ଆପଣଙ୍କୁ। ଆମେ ସକାଳେ ଯାଇକି ବ୍ରେକଫାଷ୍ଟରେ ସେପଟେ ତ ଫେମସ୍ ହେଉଛି ଦୋସା ଇଡ଼ଲି ଏ ଯାକ, ଠିକ୍ ଅଛି, ବଡ଼ା ଏସବୁ ଫେମସ୍। ତ ଆମେ ସକାଳେ ଗୋଟେ ଦୋସା ଖାଇଦେଉଥିଲୁ, ଯାହାର ପ୍ରାଇସ୍ 40-50, ମାନେ ପ୍ଲେସ୍ ହିସାବରେ ସେଇଟା ଡିଫରେଣ୍ଟ। ନର୍ମାଲ୍ ଖାଇଲେ 30,
ଆଉ ଯଦି ମସଲା ଦୋସା ଖାଉଛନ୍ତି 50 ଏମିତି ଥିଲା। ତ ସକାଳେ 50 ଗଲା। ଦେନ୍ ଆମକୁ ଆଫ୍ଟରନୁନ୍ରେ ମାନେ ଆଫ୍ଟରନୁନ୍ ହଁ ଦ୍ୱିପହର ଯାହାକୁ କୁହାଯାଏ, ଦ୍ୱିପହରରେ ଆମକୁ ଆମର ଗୋଟେ ମିଲ୍ସ ଆଣୁଥିଲୁ। ଗୋଟେ ମିଲ୍ସ ଆମକୁ ପଡ଼ୁଥିଲା 120 110 ଏମିତି ପଡ଼ୁଥିଲା। ସେକେଣ୍ଡ ସେମିଷ୍ଟର ଯାଇକି ତାର ରେଟ୍ଟା ବଢ଼ିଗଲା। ଦେନ୍ ଫାର୍ଷ୍ଟ ସେମିଷ୍ଟରରେ 110 ଥିଲା। ଗୋଟେ ଫୁଲ୍ ମିଲ୍ସ ପାର୍ସେଲ୍, ସେଇଟା ଆମେ ଗୋଟେ ଆଣିକି 2 ଜଣଙ୍କୁ ସଫିସିଏଣ୍ଟ ଥିଲା। 2 ଜଣ ଆରାମସେ ଖାଇଦେଉଥିଲୁ, ବୁଝିହେଲା। ତ ଦେନ୍ ଏବେ ଯଦି ଆପଣଙ୍କ ସମୟ ଟିକେ ବଢ଼ିପାରେ ତ ଦେନ୍ ଆପଣ 120 130 ଏମିତି ଏଭରେଜ୍ ରଖନ୍ତୁ, ଠିକ୍ ଅଛି। ଆଉ ଇଭିନିଂ ଟାଇମ୍ରେ ମୁଁ ଯାହା ଆପଣଙ୍କୁ କହିଲି, ଆମେ ଚିକେନ୍ ଚାଉମିନ୍ ଖାଉଥିଲୁ, ନହେଲେ ଫ୍ରାଏଡ଼୍ ରାଇସ୍ ବେଶୀ ଖାଉଥିଲୁ, ନହେଲେ ସେପଟେ ରୁଟି ମିଳେ, କିନ୍ତୁ ରୁଟି ବହୁତ ପତଲା ଥାଏ, ମାନେ ବହୁତ ଆପଣ ଏପଟ ସେପଟ ଦେଖିପାରିବେ। ଗୋଟେ ପିସ୍ 10 ଟଙ୍କା ଲେଖା ତାଙ୍କେ ନେଉଛନ୍ତି। ତ ଆପଣ ଚାହିଁଲେ ସେଇଟା ଖାଇପାରିବେ ହାଲକା ଫୁଲକା ରାତ୍ର ପାଇଁ, ବୁଝିଲା। ତ ଯଦି ଆପଣ 4ଟା କି 5ଟା ରୁଟି ଖାଉଛନ୍ତି ଦେନ୍ 50 ଟଙ୍କା। ତ ଏଭରେଜ୍ରେ ଆମକୁ ଧରନ୍ତୁ ସକାଳେ ଗଲା 50 ଟଙ୍କା, ଆଉ ଦ୍ୱିପହର ଗଲା 60, ଆଉ ଇଭିନିଂ ଟାଇମ୍ରେ 50, ମାନେ 160। ତ ଆଉ ଯଦି ଆପଣ ଟିକେ ଏକ୍ସଟ୍ରା କିଛି ଖାଇବାକୁ ଚାହୁଁଛନ୍ତି, କୋଲ୍ଡ ଡ୍ରିଙ୍କସ୍ କିମ୍ବା ଆହୁରି ଯଦି ଆପଣଙ୍କ କଲେ କିଛି ଖାଇବାର ଥାଏ, ତ ଆପଣଙ୍କୁ 200 ଟଙ୍କା ରାଉଣ୍ଡ ଫିଗରରେ ଧରନ୍ତୁ। ଦିନକୁ ଆପଣଙ୍କ ଖାଇବାକୁ ଖର୍ଚ୍ଚ 200 ଟଙ୍କା ହେବ, ବୁଝିହେଲା, କ୍ଲିଅର୍। ତ ଆପଣଙ୍କୁ କେମିତି ଖାଦ୍ୟ ମିଳେ, କେତେ ଟଙ୍କା ଦିନକୁ ଖର୍ଚ୍ଚ ଖାଇବା ପାଇଁ, ବୁଝିହେଲା। ଦେନ୍ ଥାର୍ଡ଼ ୱାନ୍ ହେଉଛି ଇଜ୍ ଆନ୍ଧ୍ରପ୍ରଦେଶ ଫୁଡ଼୍ ଗୁଡ୍ ଅର୍ ବ୍ୟାଡ୍, ବୁଝିହେଲା। ତ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ କାହିଁକି ଆନ୍ଧ୍ରପ୍ରଦେଶ ଫୁଡ଼୍ଟା ହେଉଛି ଭଲ କି ମନ୍ଦ। ଦେଖନ୍ତୁ, ଖାଦ୍ୟ କୌଣସି ମାନେ ଖାଦ୍ୟ ହେଉଛି ଖରାପ ନୁହେଁ। ଖାଦ୍ୟ ମାନେ ଭଲ ଜିନିଷ, ସେଇଟା ଖାଇବା ଜିନିଷ ନା, ତାଙ୍କେ ଖାଉଛନ୍ତି ତ ଆମ ପାଇଁ ସେଇଟା ଖରାପ କାହିଁକି ହେବ। ତ ଆମର ଟେଷ୍ଟରେ ଆମକୁ ଟିକେ ଅଡ଼ୁଆ ଲାଗିପାରେ। ଆମର ଓଡ଼ିଶାର ବେଶୀ ଭାଗରେ ଲୋକମାନେ ଟିକେ ରାଗ ଖାଇବାକୁ ପସନ୍ଦ କରନ୍ତି, ଆଉ ଖଟା ଟିକେ କମ୍ ଖାଆନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶରେ ଖଟା ଛଡ଼ା ଆପଣଙ୍କୁ ଖାଦ୍ୟ ମିଳିବା ବହୁତ କଷ୍ଟ, ବୁଝିହେଲା। ତାଙ୍କର ଫେଭରେଟ୍ ହେଉଛି ଖଟା ପାଣି କିମ୍ବା ଖଟା, ମାନେ ତାଙ୍କର ଯାହା କରନ୍ତୁ ଠିକ୍ ଅଛି, ସବୁଥିରେ ତାଙ୍କର ଖଟା କମ୍ପଲସରି ଗୋଟେ ଥାଏ। ତ ଆମର ଓଡ଼ିଶାର ପିଲାମାନେ ଖଟା ବେଶୀ ଖାଇବାକୁ ପସନ୍ଦ କରନ୍ତିନି। ଆମକୁ ତ ବିଲକୁଲ ପସନ୍ଦ ନାହିଁ, ଆମକୁ ଟିକେ ରାଗ ହେଲେ ବଢ଼ିଆ ଖାଇବାକୁ। କିନ୍ତୁ ସେପଟେ ଆନ୍ଧ୍ରପ୍ରଦେଶରେ ରାଗ ବେଶୀ ଖାଉନାହାନ୍ତି। ତାଙ୍କର ଖଟା ହେଉଛି ମେନ୍ ଆଣ୍ଡ ଫାଷ୍ଟ ପ୍ରିଓରିଟି, ବୁଝିଲେ। 2ଟା ଆନ୍ସର୍ ହେଇପାରେ କ୍ୱେଶ୍ଚନର। ମାନେ ଯେଉଁ ପିଲାମାନଙ୍କୁ ଟିକେ ଖଟା ଖାଇବାକୁ ଭଲ ଲାଗେ ସେମାନଙ୍କ ପାଇଁ ସେଇଟା ଭଲ, ଆଉ ଯେଉଁ ପିଲାମାନଙ୍କୁ ଖଟା ଖାଇବାକୁ ଭଲ ନ ଲାଗେ ଦେନ୍ ସେମାନଙ୍କ ପାଇଁ ଖରାପ। ଆପଣଙ୍କୁ ମାଇଣ୍ଡରେ ରଖିବା ଦରକାର, ଆନ୍ଧ୍ରପ୍ରଦେଶରେ ଗଲୁ ଖଟା ଛଡ଼ା ଆମକୁ ଖାଦ୍ୟ ମିଳିବ ନାହିଁ। ମିଳିବ କେମିତି ମିଳିବ? ଆପଣ ଯେଉଁ ବ୍ରେକଫାଷ୍ଟ କରିବେ ସେଥିରେ ଯେଉଁ ପ୍ରକାର ଚାଟନି ବଗେରା ଥାଏ, ସେଥିରେ ଆପଣଙ୍କୁ ଖଟା ନଥାଏ, ବୁଝିଲା। ତ ସେଇଟା ଆପଣଙ୍କୁ ଖଟା ମିଳିବ ନାହିଁ। ଦେନ୍ ଭାତ ସହିତ ଯେଉଁ ସବୁ ଆପଣଙ୍କୁ ଆଇଟମ୍ ଥିବ ସେଥିରେ ଖଟା ଆପଣଙ୍କୁ 100% ଥିବ। ଆମେ ଡାଲି ଗୋଟେ ଖାଉଥିଲୁ, ଖାଲି ଡାଲିଟାକୁ ଆପଣଙ୍କୁ ଥିବନି, ବୁଝିଲା। ଡାଲି ଛଡ଼ା ଆଉ ଯେତେ ସବୁ ଆପଣଙ୍କ ଆଇଟମ୍ ଥିବ ଭାତ ସହିତ 3-4 ମାନେ ଦିଅନ୍ତି ନର୍ମାଲି, ତ ସେଥିରେ ଆପଣଙ୍କ ଖଟା ସବୁଥିରେ ଥିବ, ବୁଝିଲା। ତ ଆମେ କ'ଣ କରୁଥିଲୁ ନା, ଖାଲି ଭାତ ନେଉଥିଲୁ, ଭାତ ସହିତ ଡାଲିକୁ ଏକ୍ସଟ୍ରା ପଇସା ଦେଇକି କିଣିକି ଆଣୁଥିଲୁ, ଖାଲି ଡାଲି ଖାଉଥିଲୁ, ବୁଝିଲା। ଅଲଗା ଜିନିଷ ଆମେ ସବୁ ଅରିଜିନାଲି ଫିଙ୍ଗି ଦେଉଥିଲୁ। ଆଉ ତାଙ୍କର ମାନେ ଦହି ହେଉଛି ତାଙ୍କର ସବୁଥିରେ ମିଳିବ। ଦହି ହେଉଛି ତାଙ୍କର ମୋଷ୍ଟ ଇମ୍ପୋର୍ଟାଣ୍ଟ, ଦହି ଖାଉଥିଲୁ। ତ ଆମେ ଡାଲି ଏକ୍ସଟ୍ରା ଗୋଟେ କିଣିକି ଆଣୁଥିଲୁ, କାହିଁକିନା ଆମକୁ ଖଟା ଖାଦ୍ୟ ଆମର ପେଟକୁ ଯାଉନଥିଲା। ସେଇଥିପାଇଁ ଆମେ ଡାଲି ଗୋଟେ ଏକ୍ସଟ୍ରା କିଣିକି ଆଣୁଥିଲୁ, ଖାଉଥିଲୁ। ଆଉ ତ ଆପଣ ଫାଷ୍ଟ ଯାଆନ୍ତୁ, ଗୋଟେ ଦିନ ଖାଆନ୍ତୁ, ତ ଆପଣ ବୁଝିପାରିବେ, ବୁଝିଲା। ହଁ, ଆଉ ଯଦି ଆପଣଙ୍କୁ ଏଜେଣ୍ଟ ଏବଂ ଇନଷ୍ଟିଚ୍ୟୁଟ୍ ଆପଣଙ୍କୁ ନେଇକି ସେଇଠି ଖାଇବାର ପ୍ରମିସ୍ କରିଥାନ୍ତି, ଦେନ୍ ଆପଣଙ୍କୁ ଖାଇବାରେ ମାନେ କୌଣସି ପ୍ରକାର ଅସୁବିଧା ହେବନି। କାହିଁକିନା ସେମାନେ ଆମର ଓଡ଼ିଶାରୁ ରୋଷେଇଆ ଧରିକି ଯିବେ, ଦେନ୍ ଆପଣଙ୍କୁ ସେପଟରେ ତାଙ୍କେ ରୋଷେଇ କରି ଖୁଆଇବେ, ବଢ଼ିଆ, ମାନେ କିଛି ଅସୁବିଧା ହେବନି। ଯଦି ଆପଣ ନିଜେ ରହିକି ଖାଉଛନ୍ତି ହୋଟେଲରୁ କିମ୍ବା କୌଣସି ଜାଗାରୁ, ଦେନ୍ ଆପଣଙ୍କୁ ଟିକେ ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ିବ। ଯେଉଁ ଖଟା ଖାଦ୍ୟରେ ସେଇଥିରେ ଆପଣଙ୍କୁ ଟିକେ ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ିବ, ବୁଝିହେଲା, ବୁଝିପାରିଲେ। ଯଦି ଆପଣଙ୍କୁ କିଛି ଡାଉଟ୍ ରହୁଛି ଭିଡ଼ିଓ ଦେଖି ନିଶ୍ଚିତ ଭାବରେ କମେଣ୍ଟରେ ପଚାରନ୍ତୁ, ମୁଁ ଆନ୍ସର୍ ଦେବି, ମୁଁ ନିଶ୍ଚିତ ଆପଣଙ୍କୁ ଆନ୍ସର୍ ଦେବି, ବୁଝିହେଲା। ତ ଦେନ୍ ଆମକୁ 4 ପଏଣ୍ଟ କ'ଣ ଅଛି ଦେଖିଦେବା। ତ ଏଇଟା ହେଉଛି ଆମ ଲାଷ୍ଟ ପଏଣ୍ଟ। ଏଇ ପଏଣ୍ଟଟାକୁ ଟିକେ ଡିଟେଲ୍ସରେ ଶୁଣନ୍ତୁ, ବୁଝିପାରିବେ, ବୁଝିହେଲା। ତ ଏଇ ପଏଣ୍ଟଟା ହେଉଛି, ଇଫ୍ ୟୁ ଡୋଣ୍ଟ ଲାଇକ୍ ଆନ୍ଧ୍ରପ୍ରଦେଶ ହ୍ୱାଟ୍ ଟୁ ଡୁ। ପଏଣ୍ଟଟା ବୁଝିଲେ। ଯଦି ଆପଣଙ୍କୁ ଆନ୍ଧ୍ରପ୍ରଦେଶ ଫୁଡ଼୍ ଭଲ ଲାଗୁନାହିଁ, ଦେନ୍ ଆପଣ ଏଜେଣ୍ଟମାନଙ୍କ ସହିତ ଗଲେ, ଆଉ ଇନଷ୍ଟିଚ୍ୟୁଟ୍ମାନଙ୍କ ସହିତ ଯାଇନାହାନ୍ତି। କେତେକ ଇନଷ୍ଟିଚ୍ୟୁଟ୍ ମାନେ ନିଜେ ତାଙ୍କୁ ମାନେ ଷ୍ଟୁଡେଣ୍ଟମାନଙ୍କୁ ଫୁଡ଼୍ ଯୋଗାଉଛନ୍ତି, କିନ୍ତୁ ଚାର୍ଜେସ୍ ସେମାନେ ନେଇଯାଉଛନ୍ତି, ବୁଝିହେଲା। କାହିଁକିନା ନିଜେ ଯଦି ଯାଇକି ସେଇଠି ରୋଷେଇ କରିବେ ଟିକେ ଚାର୍ଜେସ୍ ବେଶୀ ଦେବାକୁ ପଡ଼ିବ, କାହିଁକିନା ଆପଣଙ୍କୁ ଫୁଡ଼୍ରେ କମ୍ପ୍ରମାଇଜ୍ କରିବାକୁ ପଡ଼ୁନି। ଆଉ ଅଲଗା ଯେତେ ସବୁ ଷ୍ଟୁଡେଣ୍ଟମାନେ ଥିବେ ସେମାନଙ୍କୁ ଫୁଡ଼୍ରେ କମ୍ପ୍ରମାଇଜ୍ କରିବାକୁ ପଡ଼ିବ। ଆପଣଙ୍କୁ ଫୁଡ଼୍ ଦିଆହେଉଛି, ତାଙ୍କେ ନେଇଯାଉଛନ୍ତି, ନେଇକି ଆସିବେ। ତ ଆପଣଙ୍କୁ କି ଦରକାର? ଆପଣ ଖାଲି ଯାଇକି ପଢ଼ାପଢ଼ି ଆପଣଙ୍କୁ ଧ୍ୟାନ ରହିବ, ଆଉ ଏମାନଙ୍କୁ କେମିତି ଭଲ ଖାଇବା ତାଙ୍କେ ଖୋଜିବାକୁ ପଡ଼ିବ, ବୁଝିହେଲା। ତ ସବୁଥିରେ ତ କମ୍ପ୍ରମାଇଜ୍ କରିଲେ ହେବନି ନା। ଯଦି ଆପଣଙ୍କୁ ଖାଇବା ଭଲ ମିଳୁଛି ଦେନ୍ ଏପଟେ ଟିକେ ଅସୁବିଧା ହେଇପାରେ। ଯଦି ଆପଣଙ୍କୁ ଏପଟେ ଅସୁବିଧା ହେଉଛି, ଖାଇବାଟା ଭଲ ମିଳିପାରେ, ତ ଆପଣଙ୍କୁ ପୁରା 100% ସବୁ ସୁବିଧା ମିଳିବାଟା ଟିକେ କଷ୍ଟ,
ବୁଝିଲେ ନା। ତ ଟପିକଟା ଥିଲା ଇଫ୍ ୱି ଡୋଣ୍ଟ ଲାଇକ୍ ଆନ୍ଧ୍ରପ୍ରଦେଶ ଫୁଡ୍ ଦେନ୍ ହଟ୍ ଟୁ ଡୁ, ମାନେ ଆମେ କ'ଣ କରିବା। ମୋ ସଜେସନ୍ଟା କ'ଣ, ଯଦି ଆପଣଙ୍କୁ ଆନ୍ଧ୍ରପ୍ରଦେଶ ଫୁଡ୍ ଖାଇଲେ ଭଲ ଲାଗିଲାନି, ମାନେ ବେଶୀ ଖଟା କିମ୍ବା ବେଶୀ ରାଗ ଯାହା ହଉ XYZ ଯାହା ହଉ କିଛି ମାନେ ଭଲ ଲାଗିଲା ନାହିଁ, ତ କ'ଣ କରିବେ ଆପଣ। ତ ମାନେ ଯଦି ଆପଣ 5 ଦିନ 6 ଦିନ ରହୁଛନ୍ତି ତ ଖାଇବାକୁ ତ ପଡ଼ିବ ନା, ନ ଖାଇକି ତ ଆପଣ ରହିପାରିବେନି। ତ ଉପାୟ ହେଉଛି ଆପଣ ଖାଲି ରାଇସ୍ କିଣନ୍ତୁ। ତ ଆପଣ ଫାଷ୍ଟ ଭାତ ଆଣିଲେ, ଦେନ୍ ଡାଲିଟା ଆପଣଙ୍କୁ ଖଟା ଥିବନି ବୁଝିଲା। ଖାଲି ଡାଲି ଖାଇଲେ ଅସୁବିଧା ହେବନି, ଦେନ୍ ଡାଲି ଆଣନ୍ତୁ, ତା ସହିତ କ'ଣ ଆଣନ୍ତୁ, ଦହି ବୁଝିଲା। ଦହିଟା ବି ଆପଣଙ୍କୁ ଏନର୍ଜି ମିଳିବ। ଦେନ୍ ଦହି ସହିତ ଯଦି ଆପଣଙ୍କୁ ଚିନି ସହିତ ଖାଇବାକୁ ଚାହୁଁଛନ୍ତି ଚିନି ଖାଇବେ, ଅଦରୱାଇଜ୍ ଆପଣ ସଲ୍ଟ ସହିତ ଖାଇଦେଇ ପାରିବେ। ଏଇଟା ଆପଣଙ୍କୁ ଗୋଟେ ଟାଇମ୍ର ଫୁଡ଼୍। ମାନେ ସକାଳେ ଆପଣ ଯାହା ହେଲେ ଟିଫିନ୍ଟି କରିଦିଅନ୍ତୁ, ଆଉ ଯେତେ ଏକ୍ଜାମ୍ ଆଗରେ ଯିବେ, ଏକ୍ଜାମ୍ ଆପଣଙ୍କୁ 2ଟାରୁ ଷ୍ଟାର୍ଟ, ମାନେ ଆପଣଙ୍କୁ 12ଟା ଅଧେ ଘଣ୍ଟେ ସୁଦ୍ଧା ଆପଣ ଖାଇକି ବାହାରି ପଡ଼ିବାକୁ ପଡ଼ିବ ଏକ୍ଜାମ୍ ପାଇଁ। ତ ଖାଲି ଭାତ ଟିକେ କିଣି ଦିଅନ୍ତୁ, ଡାଲି ଆଣନ୍ତୁ, ତା ସହିତ ଆପଣଙ୍କୁ ଚିପ୍ସ ମିଳେ, ଚିପ୍ସ ଆଣନ୍ତୁ। ମାନେ ଗୋଟେ ଦିନ ଗୋଟେ ଅଲଗା ମିଳେ। ଧରନ୍ତୁ ଆପଣଙ୍କୁ ପତ୍ରକୋବି, ଫୁଲକୋବି କିମ୍ବା ଅଲଗା ଅଲଗା ତାଙ୍କେ ବନାଉଛନ୍ତି, ତାହା ଆପଣଙ୍କୁ ମିଳେ। ତ ଡାଲି ସହିତ ସେ ଚିପ୍ସଟା ଆପଣଙ୍କୁ ଗୋଟେ ଭଜା ପରି ହେଇଗଲା। ୱିଥ୍ ଆପଣଙ୍କୁ ପଟ୍ ଯଦି ଚାହୁଁଛନ୍ତି ଦହି ଆଣିକି ଖାଇପାରିବେ। ତ ଆପଣଙ୍କୁ ସକାଳ ହେଲା, ଦେନ୍ ଦ୍ୱିପହର ହେଇଗଲା, ଆଉ ରାତିରୁ ଆପଣଙ୍କୁ ଯାହା ଇଚ୍ଛା ତାହା ଖାଆନ୍ତୁ, କିଛି ଅସୁବିଧା ନାହିଁ। ଠିକ୍ ଅଛି, ମୁଁ ଆପଣଙ୍କୁ ପୁରା ମାନେ ଡିଟେଲ୍ସରେ କହିଲି କେମିତି କ'ଣ ଖାଦ୍ୟ ମିଳେ, କେଉଁଟା ଖାଇଲେ ଆପଣଙ୍କୁ ମାନେ ଶରୀରକୁ କିଛି କ୍ଷତି ହେବ ନାହିଁ। ଆଉ ଯଦି ଆପଣଙ୍କୁ ପସନ୍ଦ ନହେଲା ଦେନ୍ ଆପଣ ତା'ର ଅଲ୍ଟରନେଟିଭ୍ରେ କ'ଣ ଖାଇପାରିବେ। ତ ମୁଁ ଯେଉଁ ହିସାବରେ ଆପଣଙ୍କୁ ବୁଝେଇଲି, ଆଇ ହୋପ୍ ଆପଣମାନେ ସବୁ ବୁଝିପାରିଲେ। ଆଣ୍ଡ ଆପଣଙ୍କୁ ହେଲ୍ପ ନିଶ୍ଚିତ ଭାବରେ ମିଳିବା କଥା ବୁଝିହେଲା। ତ ଯଦି ଆପଣଙ୍କୁ ହେଲେ ବି ଆନ୍ଧ୍ରପ୍ରଦେଶ ଫୁଡ୍ ରିଲେଟେଡ୍ କିଛି ବି ଡାଉଟ୍ ରହୁଛି, ଯାହା ଡାଉଟ୍ ସବୁ କମେଣ୍ଟ ପଚାରନ୍ତୁ, ମୁଁ ନିଶ୍ଚୟ ଆପଣଙ୍କୁ ଆନ୍ସର୍। ମାନେ ଏଇଟା ହେଉଛି ମୁଁ ମୋର ଏକ୍ସପିରିଏନ୍ସ ସେୟାର କରିଛି ବୁଝିହେଲା। ଆମର ଅଙ୍ଗଲର ଖାଦ୍ୟ ମୁଁ ଖାଇଛି, ପ୍ରକାଶନର ଖାଇଛି, ଦର୍ଶୀର ଖାଇଛି ବୁଝିହେଲା। ତ ଏତିକି ଜାଗାରୁ ମୁଁ ବିଜୟୱାଡ଼ା ଷ୍ଟେସନର ବି ଖାଇଛି। ବସଷ୍ଟାଣ୍ଡରେ ଟିକେ ଆପଣଙ୍କୁ ବେଟର୍ ଫୁଡ଼୍ ମିଳେ ବୁଝିହେଲା। ତ ବିଜୟୱାଡ଼ାଠୁ ଯଦି ଆପଣ ଆଗକୁ ଯାଉଛନ୍ତି, ଦେନ୍ ଖଟାର ସିଲସିଲା ଷ୍ଟାର୍ଟ ହେଇଗଲା ବୁଝିହେଲା। ତ ଦେନ୍ ଆଉ ଟିକେ ଆପଣଙ୍କୁ ମୁଁ ଏକ୍ସଟ୍ରା ଟିକେ କଥା କହୁଛି, ସେ ଯାକ ଉପରେ ଆପଣ ଟିକେ ଧ୍ୟାନ ରଖିବେ ବୁଝିହେଲା। ଫାର୍ଷ୍ଟ ସେମିଷ୍ଟର କୌଣସି ପ୍ରକାର ମାନେ ଭୁଲର ଗୁଞ୍ଜାଇଶ ରଖିବା ନାହିଁ, ମାନେ ଭୁଲ ଆପଣଙ୍କ ଦ୍ୱାରା ଯେମିତି ନ ହଉ ସେଇ ଉପରେ ଆପଣଙ୍କୁ ଟିକେ ଫୋକସ୍ ରଖିବାର ଅଛି। କେଉଁ ଖାଦ୍ୟ ଆପଣ ଖାଇଲେ ଆପଣଙ୍କୁ ମାନେ ହଜମ ହେବ ଏବଂ ଆପଣଙ୍କୁ ହେଲ୍ଥ ପାଇଁ ଆପଣଙ୍କୁ ସୁଟ୍ ମାନେ ଭଲ ଲାଗିବ, ସେସବୁ ଖାଆନ୍ତୁ। ମାନେ ଆପଣ ଫାଷ୍ଟ ଟାଇମ୍ରେ ଅଲଗା ଷ୍ଟେଟ୍ରେ ଯାଇକି ଯଦି ଇଆଡ଼ୁ ସିଆଡ଼ୁ ଖାଇ ଦେଉଛନ୍ତି, ଦେନ୍ ଆପଣଙ୍କୁ ଯଦି ପେଟ ଖରାପ ହେଲା କିମ୍ବା ଆପଣଙ୍କ ଦେହ ଖରାପ ହେଲା, ସେପଟେ ଆପଣଙ୍କୁ ଦେଖିବା ପାଇଁ ଆପଣଙ୍କୁ ଫ୍ୟାମିଲି ମେମ୍ବର ନଥିବେ, ସମସ୍ତଙ୍କୁ ଏକ୍ଜାମ୍ରେ ବ୍ୟସ୍ତ ଥିବେ। ତ ଆପଣଙ୍କ ପାଇଁ ଟିକେ କ୍ରିଟିକାଲ୍ ମାନେ ହେଇଯିବ, ସିଚୁଏସନ୍ଟା ଟିକେ କ୍ରିଟିକାଲ୍ ହେଇଯିବ। ଆପଣ ପଢ଼ିବେ ନା ଆପଣଙ୍କ ଦେହକୁ ଧ୍ୟାନ ଦେବେ, ନା ଆପଣ କ'ଣ କରିବେ, ମାନେ ଗୋଟେ ଅଡ଼ୁଆ ଗୋଟେ ସିଚୁଏସନ୍ ପଳାଇବ। ତ ଆପଣଙ୍କୁ ଯେଉଁଟା ଖାଇଲେ ଆପଣଙ୍କୁ ମାନେ ଶରୀର ପ୍ରତି ମାନେ କୌଣସି ନେଗେଟିଭ୍ ମାନେ ଖରାପ ଇଫେକ୍ଟ ନ ପଡ଼ିବ, ସେସବୁ ଖାଦ୍ୟ ଖାଇବେ। ମାନେ ମନ ଇଚ୍ଛା ଦେଖିଲେ ଆପଣଙ୍କୁ ଖାଇବାକୁ ଇଚ୍ଛା ହେବ, କିନ୍ତୁ ସେସବୁ ଖାଇବାକୁ ଆଭଏଡ଼ କରିବେ। ତ ଆପଣଙ୍କ ପାଇଁ ମୋର କ୍ଲିୟର କଟ୍ ମାନେ କଥା ହେଉଛି, ଆପଣଙ୍କୁ ଯେଉଁ ସବୁ ଖାଦ୍ୟ ଖାଇଲେ ଦେହ ଯେମିତି ଖରାପ ନ ହୁଏ ଏବଂ ପେଟ ଯେମିତି ଖରାପ ନ ହୁଏ, ସେସବୁ ଖାଦ୍ୟ ଖାଆନ୍ତୁ ବୁଝିହେଲା। ଆଉ ମାନେ ଚେଷ୍ଟା କରିବେ ଏକ୍ଜାମ୍ ଯେତେ ଦିନ ହେଉଛି ବୁଝିହେଲା, ଯେତେ ଦିନ ଏକ୍ଜାମ୍ ହେଉଛି ଆପଣ ଦେଖନ୍ତୁ ଯାଇକି ସେଇଠି ପାଣି ବି କିଣିକି ଖାଇବାକୁ ପଡ଼ିବ, ଖାଦ୍ୟ ବି କିଣିକି ଖାଇବାକୁ ପଡ଼ିବ। ତ ଚେଷ୍ଟା କରିବେ ଯେମିତି ଆପଣଙ୍କୁ ସେ ମାନେ ଗୋଟେ ଏକ୍ଜାମ୍ ଦୁଇଥର ଯିବାକୁ ନ ପଡ଼େ। ମାନେ ମୋର କଥାର ମିନିଂଟା ହେଉଛି ଯେମିତି ଆପଣଙ୍କୁ ପେପରରେ ବ୍ୟାକ୍ ନ ଲାଗେ ବୁଝିହେଲା। ତ ମୁଁ ଆପଣଙ୍କ ପାଇଁ ସିଲେକ୍ସନ୍ କୋଶ୍ଚିନ୍ ଦେଇଛି ବୁଝିହେଲା। କେଉଁ ହିସାବରେ ପଢ଼ିଲେ ଆପଣଙ୍କୁ ବ୍ୟାକ୍ ଲାଗିବନି, କେଉଁ ହିସାବରେ ଆପଣ 5 ମାର୍କିଆ କୋଶ୍ଚିନ୍ ଲେଖିବେ, 15 ମାର୍କିଆ କୋଶ୍ଚିନ୍ ଲେଖିବେ, ସେସବୁ ମୁଁ କହିଛି। ଯିଏ ଦେଖିନାହାନ୍ତି ଦେଖିଦିଅନ୍ତୁ, ଆପଣଙ୍କ ପାଇଁ ଭିଡ଼ିଓଟା କରାହେଇଛି ନା, ଦେଖନ୍ତୁ ନିଶ୍ଚିତ ଭାବରେ ଆପଣଙ୍କୁ ହେଲ୍ପ ମିଳିବ ବୁଝିହେଲା। ତ ଚେଷ୍ଟା କରିବେ ଗୋଟେ ଥରକୁ ଯେମିତି ଆପଣଙ୍କୁ ଗୋଟେ ସେମିଷ୍ଟର କ୍ଲିୟର ହେଇଯାଏ, ବ୍ୟାକ୍ ନ ଲାଗେ ଠିକ୍ ଅଛି। ସେଇଥିପାଇଁ ଆପଣଙ୍କୁ ଅଳ୍ପ ଟିକେ ପରିଶ୍ରମ କଲେ ବ୍ୟାକ୍ ଲାଗିବନି। ଟିକେ ପରିଶ୍ରମ କରନ୍ତୁ, ମାନେ ଆପଣ ଯଦି ଏକ୍ଜାମ୍ ଗୋଟେ ସପ୍ତାହ ଆଗରେ ବି ପଢ଼ୁଛନ୍ତି, ଦେନ୍ ଆପଣଙ୍କୁ କ୍ଲିୟର ହେଇଯିବ। ତ ଆଇ ଥିଙ୍କ ଆପଣମାନେ ବୁଝିପାରିଲେ ମୁଁ କ'ଣ ଆପଣଙ୍କୁ କହିବାକୁ ଚାହୁଁଛି ଭିଡ଼ିଓ, ମାନେ ମୁଁ ଆପଣଙ୍କୁ କ'ଣ କହିବାକୁ ଚାହୁଁଥିଲି ଭିଡ଼ିଓ ମାଧ୍ୟମରେ। ଯଦି ଆପଣଙ୍କୁ ଏବେ ବି କିଛି ଡାଉଟ୍ ରହିଛି ମୋତେ କମେଣ୍ଟରେ ପଚାରନ୍ତୁ, ମୁଁ ଆପଣଙ୍କୁ ନିଶ୍ଚୟ ଆନ୍ସର୍ ଦେବି ସେଇ ମାନେ କ୍ୱେଶ୍ଚନ୍ର। ଆଣ୍ଡ ଯିଏ ଆମ ଚ୍ୟାନେଲ୍ରେ ନୂଆରେ ଭିଜିଟ୍ କରୁଛନ୍ତି, ଚ୍ୟାନେଲ୍କୁ ସବସ୍କ୍ରାଇବ୍, ଭିଡ଼ିଓକୁ ଲାଇକ୍ ସେୟାର କରିଦେବେ, ଯାହାଫଳରେ ଆପଣଙ୍କ ସହିତ ଆପଣଙ୍କ ଫ୍ରେଣ୍ଡମାନଙ୍କୁ ବି ମାନେ ଟିକେ ହେଲ୍ପ ମିଳିବ। ସମସ୍ତଙ୍କୁ ଧନ୍ୟବାଦ। ଆଉ ସମସ୍ତେ ଚେଷ୍ଟା କରିବେ ଗୋଟେ ମାଡ଼ରେ ଯେମିତି ବିଏଡ଼୍ର ଫାର୍ଷ୍ଟ ସେମିଷ୍ଟର ବଜେଇକି ଆସିବେ ବୁଝିହେଲା। ତ ସମସ୍ତଙ୍କୁ ଧନ୍ୟବାଦ ଭିଡ଼ିଓ ଦେଖିବାରୁ। ଆଣ୍ଡ ସମସ୍ତେ ଭଲ ରୁହନ୍ତୁ, ସମସ୍ତଙ୍କୁ ଭଲ କରନ୍ତୁ।